ଆଜି ମୁଁ ଏଲୋହିମ୍ ପରମେଶ୍ୱରଙ୍କୁ ଅନନ୍ତ ଧନ୍ୟବାଦ ଜଣାଉଅଛି ଯେ ସେ ଆମକୁ ଆମର ପ୍ରିୟ ସଦସ୍ୟ ଏବଂ ସ୍ୱର୍ଗୀୟ ମାତାଙ୍କ ସହିତ ପିତା ଆନସାଙ୍ଗଙ୍କ ପବିତ୍ର ଜନ୍ମର 107ତମ ବାର୍ଷିକୀ ପାଳନ କରିବାକୁ ଅନୁମତି ଦେଇଛନ୍ତି। ଆପଣ ସକାଳୁ ଏଠାକୁ ଆସିବାକୁ ବହୁତ ଚେଷ୍ଟା କରିଛନ୍ତି। ମୁଁ ଆଶା କରୁଛି ଆଜି ଆପଣ ପିତା ଓ ମାତାଙ୍କ ଠାରୁ ବହୁତ ଅନୁଗ୍ରହ, ସ୍ନେହ ଏବଂ ଆଶୀର୍ବାଦ ପ୍ରାପ୍ତ କରିବେ। ପ୍ରତିବର୍ଷ ଏହି ସମୟରେ ଗୋଟିଏ କଥା ମୋ ମନରେ ଆସିଥାଏ। ଯଦି ପିତା ଆସିନଥାନ୍ତେ ତେବେ ଆମ ଆତ୍ମିକ ଜଗତର କ'ଣ ହୋଇଥାନ୍ତା? ଯେତେବେଳେ ବି ମୁଁ ଏହା ଉପରେ ବିଚାର କରେ, ମୁଁ ସମସ୍ତ ଭବିଷ୍ୟବାଣୀ ଉପରେ ବିଚାର କରେ। କ'ଣ ଆମେ ହଜିଯାଇଥିବା ଜୀବନର ବୃକ୍ଷକୁ ପୁନଃପ୍ରାପ୍ତ କରିପାରିଥାନ୍ତେ? ସମସ୍ତ ଲୋକ କ'ଣ ଆମେ ଏମିତି କରିପାରନ୍ତେ? ଜୀବନର ବୃକ୍ଷ ବିନା ଆମ୍ଭମାନଙ୍କ ଭାଗ୍ୟରେ କଦାପି ମଧ୍ୟ ସ୍ୱର୍ଗରାଜ୍ୟ ହୋଇପାରିବ ନାହିଁ। ପିତା ଜୀବନ ବୃକ୍ଷର ସତ୍ୟ ପୁନଃସ୍ଥାପିତ କଲେ, ଯାହା ନୂତନ ନିୟମ ନିସ୍ତାର ପର୍ବର ସତ୍ୟତା ଅଟେ। ନିସ୍ତାର ପର୍ବର ରୋଟି ଓ ଦ୍ରାକ୍ଷାରସ ମାଧ୍ୟମରେ ପରମେଶ୍ୱରଙ୍କ ମାଂସ ଓ ରକ୍ତରେ ଅଂଶଗ୍ରହଣ କରିବା ନିମନ୍ତେ ଏବଂ ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ସନ୍ତାନ କରିବା ନିମନ୍ତେ ପିତା ଜୀବନର ବୃକ୍ଷର ସତ୍ୟତା ସହିତ ଏହି ପୃଥିବୀକୁ ଆସିଲେ। ଯଦି ପିତା ଆସିନଥାନ୍ତେ ତେବେ କ'ଣ ଆମେ ସ୍ୱର୍ଗୀୟ ମାତାଙ୍କୁ ଭେଟିବାର ସୁଯୋଗ ପାଇଥାନ୍ତେ? ଏହା ମଧ୍ୟ ଅସମ୍ଭବ ହୋଇଥାନ୍ତା। ଯଦି ପିତା ଆସିନଥାନ୍ତେ ତେବେ କ'ଣ ଦାଉଦଙ୍କ ଭବିଷ୍ୟବାଣୀ ପୂର୍ଣ୍ଣ ହୁଅନ୍ତା? ତାପରେ ସ୍ୱର୍ଗୀୟ ଲୋକଙ୍କ ଅସ୍ତିତ୍ୱ ହୋଇପାରନ୍ତା ନାହିଁ, ଯାହା ଦାଉଦଙ୍କ ଦ୍ୱାରା ଗଠିତ ହେବାର ଥିଲା। ଯେତେବେଳେ ମଧ୍ୟ ଆମେ ଏହି ଭବିଷ୍ୟବାଣୀ ଗୁଡ଼ିକର ଅନୁସନ୍ଧାନ କରୁ, ସେତେବେଳେ ସତ୍ୟ ଯେ ପିତା ଏହି ପୃଥିବୀକୁ ଆସିଛନ୍ତି, ତାହା ସମଗ୍ର ମାନବ ଜାତି ପାଇଁ ବାସ୍ତବରେ ଏକ ଗୁରୁତ୍ୱପୂର୍ଣ୍ଣ ଆତ୍ମିକ ଘଟଣା ଅଟେ। ତେଣୁ ଆଜି ଆମ ପାଇଁ ଏକ ଖୁସିର ଦିନ, ଯେତେବେଳେ ପାପୀମାନଙ୍କ ପାଇଁ ସ୍ୱର୍ଗକୁ ଫେରିବା ପାଇଁ ସ୍ୱର୍ଗର ଦ୍ୱାର ଖୋଲାଯାଏ। କିନ୍ତୁ ଏହା ନିଶ୍ଚିତ ଭାବରେ ପିତାଙ୍କ ପାଇଁ ଏକ କଠିନ ଦିନ ଥିଲା। ଆପଣ କ'ଣ କହିପାରିବେ ନାହିଁ? ନିଜ ସନ୍ତାନମାନଙ୍କୁ ବଞ୍ଚାଇବା ପାଇଁ ତାଙ୍କୁ ପାପର ବୋଝ ବହନ କରିବାକୁ ପଡ଼ିଥିଲା। ନିଜ ସନ୍ତାନମାନଙ୍କୁ ସ୍ୱର୍ଗକୁ ନେଇଯିବା ପାଇଁ ତାଙ୍କୁ 37 ବର୍ଷ ପର୍ଯ୍ୟନ୍ତ ଯନ୍ତ୍ରଣାର ସୁସମାଚାର ଜୀବନଯାପନ କରିବାକୁ ପଡ଼ିଥିଲା। ଏହା ପିତାଙ୍କ ଜୀବନ ଥିଲା ଏବଂ ଯେହେତୁ ଆଜି ଦିନ ଥିଲା ଯେତେବେଳେ ଆମ୍ଭମାନଙ୍କ ପାପର ଭାର ପିତାଙ୍କ କାନ୍ଧ ଉପରେ ରଖାଯାଇଥିଲା, ତେଣୁ ଏହି ଦିନ ପିତାଙ୍କ ପାଇଁ ଆନନ୍ଦର ଦିନ ହୋଇପାରିବ ନାହିଁ। କିନ୍ତୁ କ'ଣ ସେ ଆମ୍ଭମାନଙ୍କୁ ତାହାଙ୍କ ସନ୍ତାନଗଣଙ୍କୁ ପରିତ୍ରାଣ କରିବାର ଆନନ୍ଦ ସହିତ ଏହି ପୃଥିବୀକୁ ଆସିନାହାନ୍ତି କି? ମୁଁ ଅନେକ ସମୟରେ ଭାବୁଥିଲି 2000 ବର୍ଷ ପୂର୍ବେ ଏହି ପୃଥିବୀରେ ତାଙ୍କ ସହିତ କିପରି ଆଚରଣ କରିଥିବେ। ସେ ଅସଂଖ୍ୟ ପାପୀମାନଙ୍କ ଦ୍ୱାରା ପରିହାସ ଓ ନିର୍ଯାତନା ପାଇଲେ, ଯେଉଁମାନେ ତାହାଙ୍କ ସୃଷ୍ଟି ଅଟନ୍ତି। ପୃଥିବୀ ଯେଉଁଠାରେ ସେ ଶେଷରେ ଆମ୍ଭମାନଙ୍କ ପାପ ନିମନ୍ତେ କ୍ରୁଶବିଦ୍ଧ ହୋଇଥିଲେ, ସେ କ'ଣ ପୁଣି ଥରେ ଏହି ସ୍ଥାନକୁ ଆସିବାକୁ ଚାହିଁବେ? ଯଦି ମୁଁ ଏକ ଦେଶକୁ ଯାଏ ଯେଉଁଠାରେ ଲୋକମାନେ ମୋତେ ପରିହାସ କଲେ, ମୋର ଅବମାନନା କଲେ, ମୋତେ ନିର୍ଯାତନା ଦେଲେ, ମୋତେ କ୍ରୁଶରେ ଚଢ଼ାଇ ଦେଲେ, ମୋତେ ବର୍ଚ୍ଛା ଦ୍ୱାରା ବିଦ୍ଧ କଲେ ଏବଂ ପାପର ମିଥ୍ୟା ଅଭିଯୋଗ ଦେଇଥିଲେ, ଏପରିକି ଚିତ୍କାର କରୁଥିଲେ, ତାହାଙ୍କ ରକ୍ତ ଆମ୍ଭମାନଙ୍କ ଉପରେ ଓ ଆମ୍ଭମାନଙ୍କ ସନ୍ତାନମାନଙ୍କ ଉପରେ ବର୍ତ୍ତୁ, ତେବେ କ'ଣ ମୁଁ ପୁଣି ସେହି ଲୋକମାନଙ୍କୁ ସାକ୍ଷାତ କରିବି ଓ ସେହି ସ୍ଥାନକୁ ଯାଇପାରିବି? ଆପଣ କ'ଣ ଭାବୁଛନ୍ତି? ଆପଣ ସେଠାକୁ ଯିବାକୁ ଚାହିଁବେ ନାହିଁ। ଯଦିଓ ସେ ପୁଣି ଆସିବାକୁ ଚାହୁଁନଥିଲେ,
କିନ୍ତୁ ଯେଉଁମାନେ ତାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ପାଇଁ ସେ ଦ୍ୱିତୀୟ ଥର ଦର୍ଶନ ଦେବେ, ଯେପରି ଏବ୍ରୀ ଅଧ୍ୟାୟ 9ରେ ଭବିଷ୍ୟବାଣୀ କରାଯାଇଛି। ଯେତେବେଳେ ମୁଁ ଏହା ପଢ଼େ, ମୁଁ ଚିନ୍ତା କରେ ପିତାଙ୍କ ହୃଦୟ କେମିତି ହୋଇଥିବ। ପିତାଙ୍କୁ ନିଜ ସନ୍ତାନମାନଙ୍କ ପାଇଁ ଏହି ସ୍ଥାନକୁ ଫେରିବାକୁ ପଡ଼ିଲା ଯେଉଁଠି ତାଙ୍କ ସ୍ୱାଗତ କରାଯାଇନଥିଲା। କିନ୍ତୁ ସେ ନିର୍ଭୀକ ଭାବରେ ଏହି ପୃଥିବୀକୁ ବାଛିଥିଲେ ଏବଂ ପୁଣି ଥରେ ଏଠାକୁ ଆସିଲେ। ଯଦି ପିତା ଆସିନଥାନ୍ତେ ତେବେ କ'ଣ ଆମ୍ଭମାନଙ୍କୁ ପରିତ୍ରାଣ କିମ୍ବା ସ୍ୱର୍ଗରାଜ୍ୟ ମିଳିଥାନ୍ତା? କ'ଣ ଆମେ ସ୍ୱର୍ଗୀୟ ମାତାଙ୍କୁ ଭେଟି ପାରନ୍ତେ ଏବଂ କ'ଣ ଆମେ ବୁଝିପାରନ୍ତେ କି ଆମେ ଏକ ସ୍ୱର୍ଗୀୟ ପରିବାର? ଆମେ ବାଇବଲରେ ଯେଉଁଆଡ଼େ ଚାହିଁଥାଉ, ପିତାଙ୍କ ଆସିବା ବିନା କେହି ମଧ୍ୟ ଏହି ବିଷୟଗୁଡ଼ିକୁ ଜାଣିପାରିନଥାନ୍ତେ। ଯଦି ପିତା ଆସିନଥାନ୍ତେ ଆମେ ସତ୍ୟ, ପରିତ୍ରାଣର ପଥ, ସ୍ୱର୍ଗର ରାଜ୍ୟ କିମ୍ବା ଅନନ୍ତ ଜୀବନର ପଥ ବିଷୟରେ ଜାଣିନଥାନ୍ତୁ। ପିତା ପରମେଶ୍ୱର ଆମ୍ଭମାନଙ୍କ ପାଦକୁ ନର୍କରୁ ସ୍ୱର୍ଗକୁ ବୁଲେଇ ଦେଲେ। ସେ କ'ଣ ସ୍ଥାପିତ କରିଥିଲେ? ସେ ସିଓନକୁ ସ୍ଥାପିତ କଲେ। ଯଦି ପିତା ଆସିନଥାନ୍ତେ ସିଓନ ସ୍ଥାପିତ ହୋଇପାରିଥାନ୍ତା କି? ପିତା ପରମେଶ୍ୱରଙ୍କ ଆଗମନ ବିନା ବାଇବଲରେ ଭବିଷ୍ୟବାଣୀ କରାଯାଇଥିବା ସିଓନ ଏହି ପୃଥିବୀରେ କଦାପି ସ୍ଥାପିତ ହୋଇପାରିନଥାନ୍ତା। କ'ଣ ଦାଉଦଙ୍କ ଭବିଷ୍ୟବାଣୀ ସତ୍ୟ ହୁଅନ୍ତା? ଏହା କେବେ ପୂରଣ ହୋଇପାରନ୍ତା ନାହିଁ। ଏବ୍ରୀ ଅଧ୍ୟାୟ 9ରେ ଏହା କୁହେ, ଦ୍ୱିତୀୟ ଥର ପାପ ସକାଶେ ନୁହେଁ ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। ଯଦି ସେ ଆସିନଥାନ୍ତେ ତେବେ କ'ଣ ଆମେ ପରିତ୍ରାଣ ପାଇପାରିଥାନ୍ତେ? ନାହିଁ। ଏହି ସମସ୍ତ ଭବିଷ୍ୟବାଣୀ ଦେଖି ଆପଣ କ'ଣ ଚିନ୍ତା କରନ୍ତି? ପିତାଙ୍କ ଆଗମନ ଏହି ଅନ୍ତିମ ଯୁଗରେ ତାଙ୍କ ଲୋକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆତ୍ମିକ ଘଟଣା ଅଟେ। ଏହା ସମଗ୍ର ବ୍ରହ୍ମାଣ୍ଡ ପାଇଁ ଏକ ମହାନ ଘଟଣା ନୁହେଁ କି? ଯଦି ପିତା ଏହି ପୃଥିବୀକୁ, ଯାହା ଆଶ୍ରୟ ନଗରୀ ଅଟେ, ନ ଆସିଥାନ୍ତେ ତେବେ ଆମ୍ଭମାନଙ୍କ କିମ୍ବା ଚର୍ଚ୍ଚ ଅଫ୍ ଗଡ୍ର ଅସ୍ତିତ୍ୱ ହୁଅନ୍ତା ନାହିଁ। ଯେତେବେଳେ ଆମେ ଏହା ବିଷୟରେ ଚିନ୍ତା କରୁ, ଆମ୍ଭମାନଙ୍କୁ ନିଷ୍ଠାପର ଓ ଦୟାଳୁ ଭାବରେ ସମଗ୍ର ମାନବ ଜାତି ନିମନ୍ତେ ସୁସମାଚାର ପ୍ରଚାର କରିବାକୁ ହେବ। ସମୀରଣ ଠାରୁ ଆରମ୍ଭ କରି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ, ଠିକ୍ ଯେପରି ପିତା ଇଚ୍ଛା କରନ୍ତି। ଏବଂ ମାନବ ଜାତିକୁ ଉଦ୍ଧାର କରିବା ନିମନ୍ତେ ଆମ୍ଭମାନଙ୍କୁ ପିତାଙ୍କ ଆଜ୍ଞାକୁ ସାକାର କରିବା ନିମନ୍ତେ ପ୍ରୟାସ କରିବାକୁ ହେବ। ପରମେଶ୍ୱର ତାଙ୍କ ସନ୍ତାନମାନଙ୍କୁ ଏକ ମିଶନ ସମର୍ପଣ କରିଛନ୍ତି। ସେ ଆମ୍ଭମାନଙ୍କୁ ନୂତନ ନିୟମର ସେବକ ରୂପେ ଯୋଗ୍ୟ କରିଅଛନ୍ତି ଏବଂ ସେ ଆମ୍ଭମାନଙ୍କୁ ନୂତନ ନିୟମର ସେବକ ହେବାକୁ ଇଚ୍ଛା କରନ୍ତି। ଏହାର କାରଣ ହେଉଛି ଯେ ଏହି ପୃଥିବୀକୁ ଆସୁଥିବା ପିତାଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ନୂତନ ନିୟମର ମଧ୍ୟସ୍ଥ ଭାବରେ ସେବା କରିବା, ଆମ୍ଭମାନଙ୍କ ପାପକୁ ଦୂର କରିବା ଏବଂ ସ୍ୱର୍ଗୀୟ ଉତ୍ତରାଧିକାର ପ୍ରାପ୍ତ କରିବାର ମାର୍ଗ ପ୍ରଶସ୍ତ କରିବା। ହଁ ନା? ଆମକୁ ଏସବୁ ଉପରେ ବିଚାର କରିବା ଉଚିତ। ଯେହେତୁ ପିତା ଏହି ପୃଥିବୀରେ ଆସିଥିଲେ, ତେଣୁ ଆମେ ବାଇବଲର ସଠିକ ଶିକ୍ଷା ପ୍ରାପ୍ତ କରିପାରିବା, ବିବେକ ଲାଭ କରିପାରିବା, ସ୍ୱର୍ଗୀୟ ମାତାଙ୍କୁ ଗ୍ରହଣ କରିପାରିବା ଏବଂ ନୂତନ ନିୟମର ସତ୍ୟତା ମାଧ୍ୟମରେ, ଯାହା ଆମକୁ ପାପ କ୍ଷମା ପ୍ରଦାନ କରେ, ସିଓନରେ ବାସ କରୁଥିବା ସ୍ୱର୍ଗୀୟ ନାଗରିକ ହୋଇପାରିବା। ଅଧିକନ୍ତୁ, କ'ଣ ଆମେ ପରମେଶ୍ୱରଙ୍କ ମନୋନୀତ ସନ୍ତାନ ଅର୍ଥାତ୍ ଆତ୍ମିକ ଯିହୁଦୀ ହୋଇପାରିବା ନାହିଁ, ଯେଉଁମାନେ ଦାଉଦଙ୍କ ସେବା ଆତ୍ମିକ ରାଜା ଭାବରେ କରନ୍ତି? ଆଜି ଏହି ପୃଥିବୀରେ ପିତାଙ୍କ ଦ୍ୱାରା କରାଯାଇଥିବା ଅନେକ କାର୍ଯ୍ୟ ପାଇଁ ଆମେ ଧନ୍ୟବାଦ ଦେବା ଉଚିତ। ଯେଉଁ ପାପୀମାନେ ମୃତ୍ୟୁବରଣ କରୁଥିଲେ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ସେ ସ୍ୱେଚ୍ଛାରେ ଏହି ଜଗତକୁ ଦ୍ୱିତୀୟ ଥର ଆସିଲେ, ପୁନର୍ବାର ଶରୀର ଧାରଣ କଲେ ଓ ନିଜ ସନ୍ତାନମାନଙ୍କ ନେତୃତ୍ୱ କରିବା ପାଇଁ ସିଓନକୁ ସ୍ଥାପନ କଲେ। ଆଜି ଆସନ୍ତୁ ଆମେ ସ୍ୱର୍ଗୀୟ ପିତାଙ୍କ ସ୍ୱରକୁ ସ୍ମରଣ କରିବା, ଯେ ବାଇବଲ ମାଧ୍ୟମରେ କହନ୍ତି, ସିଓନକୁ ଶୀଘ୍ର ଆସ। ଏବଂ ଆସନ୍ତୁ ଆମେ ସ୍ୱର୍ଗୀୟ ପିତାଙ୍କ ପାଳନ କରିବା
ଏବଂ ଏପରିକି ଜଣେ ସଦସ୍ୟଙ୍କୁ ମଧ୍ୟ ପଛରେ ନ ଛାଡ଼ି ସ୍ୱର୍ଗୀୟ ମାତାଙ୍କ ସହିତ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା। ଯଦି ଆମେ ଶୀଘ୍ର ପିତାଙ୍କୁ ସାକ୍ଷାତ କରିବାକୁ ଚାହୁଁ, ତେବେ ଏହି ସୁସମାଚାର ଶୀଘ୍ର ସମୀରଣ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରସାରିତ କରିବା ଉଚିତ। ନୂତନ ନିୟମର ସୁସମାଚାର ଶୀଘ୍ର ଏସିଆ, ଆଫ୍ରିକା, ଓସେନିଆ, ୟୁରୋପ, ଉତ୍ତର ଆମେରିକା, ମଧ୍ୟ ଆମେରିକା, ଦକ୍ଷିଣ ଆମେରିକା, ଉତ୍ତର ଭାରତ, ଦକ୍ଷିଣ ଭାରତ, ରୁଷ ଏବଂ ବ୍ରାଜିଲକୁ ସମସ୍ତ ସୁସମାଚାର ମହାଦେଶରେ ଶୀଘ୍ର ପ୍ରଚାର କରାଯିବା ଉଚିତ। ଯେତେବେଳେ ସୁସମାଚାର ସମସ୍ତଙ୍କ ପାଇଁ ପ୍ରସାରିତ ହେବ, ପରମେଶ୍ୱର ଘୋଷଣା କରିବେ, ବର୍ତ୍ତମାନ ଏହି ପୃଥିବୀରେ କାର୍ଯ୍ୟ ପୂର୍ଣ୍ଣ ହେଲା, ତାପରେ ହିଁ ଆମର କାମ ଶେଷ ହୋଇଯିବ। ତାପରେ ଆମେ ପରବର୍ତ୍ତୀ ଜଗତକୁ ପ୍ରବେଶ କରିବା, ଯାହା ପିତା ଆମ୍ଭମାନଙ୍କ ପାଇଁ ପ୍ରସ୍ତୁତ କରିଅଛନ୍ତି, ସେହିଦିନ ପରର ଜଗତ। ଦୟାକରି ମନେ ରଖନ୍ତୁ ଯେ ପରମେଶ୍ୱର ଏକ ଗୌରବମୟ ଜଗତ ପ୍ରସ୍ତୁତ କରୁଛନ୍ତି, ଯେଉଁଠାରେ ମୃତ୍ୟୁ, ଶୋକ, ଯନ୍ତ୍ରଣା କିମ୍ବା ଦୁଃଖ ଆଉ ନାହିଁ। ଶୀଘ୍ର ସ୍ୱର୍ଗକୁ ଫେରିବା ପାଇଁ ଯାହାର ଆମେ ଇଚ୍ଛା କରୁ ଏବଂ ଯେଉଁଠାରେ ପିତା ଅଛନ୍ତି, ଆସନ୍ତୁ ଏହି ଦିନର ଅର୍ଥ ବିଷୟରେ ଚିନ୍ତା କରିବା। ପିତା ନୂତନ ନିୟମକୁ ପୁନଃସ୍ଥାପନ କଲେ ଏବଂ ଆମ୍ଭମାନଙ୍କୁ ସ୍ୱର୍ଗ ରାଜ୍ୟର ଉତ୍ତରାଧିକାରୀ ପାଇବାକୁ ଅନୁମତି ଦେଲେ। ଆମେ କେବେ ବି ପିତାଙ୍କ ଅମୂଲ୍ୟ ଇଚ୍ଛାକୁ ଅବହେଳା କରିବା ଉଚିତ ନୁହେଁ। ମୁଁ ଅନୁରୋଧ କରୁଛି ଯେ ପ୍ରତ୍ୟେକ ସଦସ୍ୟ ନିଜର ବିଶ୍ୱାସକୁ ଦିନକୁ ଦିନ ସୁଦୃଢ଼ କରିବା ପାଇଁ ପ୍ରୟାସ କରନ୍ତୁ। ଆସନ୍ତୁ ଆମେ ଏବ୍ରୀ ଅଧ୍ୟାୟ 9 ପଦ 24 ଉପରେ ଏକ ନଜର ପକାଇବା। ଅଧ୍ୟାୟ 9 ପଦ 24। କାରଣ ପ୍ରକୃତ ବିଷୟର ପ୍ରତିରୂପ ଯେ ହସ୍ତକୃତ ମହାପବିତ୍ର ସ୍ଥାନ, ସେଥିରେ ଖ୍ରୀଷ୍ଟ ପ୍ରବେଶ ନ କରି ବରଂ ଆମ୍ଭମାନଙ୍କ ନିମନ୍ତେ ଏବେ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ସ୍ୱର୍ଗରେ ପ୍ରବେଶ କରିଅଛନ୍ତି। ସେ ଆମ ପାଇଁ ପରମେଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ହେଲେ। ଆସନ୍ତୁ ଆମେ ପଦ 27କୁ ଯିବା। ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ ଆଉ ତାହାପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ ସେ କେତେ ଥର ପ୍ରକଟ ହେବେ? ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। ତାଙ୍କ ଦ୍ୱିତୀୟ ଥର ପ୍ରକଟ ହେବାର କାରଣ ଆମ୍ଭମାନଙ୍କୁ ପରିତ୍ରାଣ ପ୍ରଦାନ କରିବା। ପିତାଙ୍କ ଆଗମନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। କ'ଣ ପ୍ରଥମ ପିତରରେ ଏହା ଲେଖା ନାହିଁ ଯେ ଆମ୍ଭମାନଙ୍କ ବିଶ୍ୱାସର ପ୍ରତିଫଳ ଆମ୍ଭମାନଙ୍କ ଆତ୍ମାର ପରିତ୍ରାଣ ଅଟେ? ତେବେ ଯଦି ସେ ଆସିନଥାନ୍ତେ, ତେବେ ମାନବ ଜାତି ପାଇଁ ପରିତ୍ରାଣର ମାର୍ଗ କେବେ ହେଲେ ଖୋଲାଯାଇ ନଥାନ୍ତା। ଏହି କାରଣରୁ ପରମେଶ୍ୱର ଶରୀର ଧାରଣ କଲେ ଏବଂ ପୂର୍ବ ଦେଶ କୋରିଆରେ ପ୍ରକାଶିତ ହେଲେ ଏବଂ ମିଖାଙ୍କ ଭବିଷ୍ୟବାଣୀକୁ ପୂର୍ଣ୍ଣ କଲେ। ତହିଁରେ ସେ ଆପଣା ପଥ ବିଷୟ ଆମ୍ଭମାନଙ୍କୁ ଶିକ୍ଷା ଦେବେ ଓ ଆମ୍ଭେମାନେ ତାହାଙ୍କ ମାର୍ଗରେ ଗମନ କରିବା। ତାଙ୍କ ଆଗମନ ବିନା ମିଖା ଅଧ୍ୟାୟ 4ର ଭବିଷ୍ୟବାଣୀ କଦାପି ପୂରଣ ହୋଇପାରିବ ନାହିଁ। ଏହା ଅସମ୍ଭବ ହୋଇଥାନ୍ତା। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏହା କେବଳ ତାଙ୍କ ଆଗମନ ଦ୍ୱାରା ହିଁ ସମ୍ଭବ ହୋଇପାରିବ। ପିତା ଆପଣା ସନ୍ତାନଙ୍କ ପରିତ୍ରାଣ ନିମନ୍ତେ ଦ୍ୱିତୀୟ ଥର ଏହି ପୃଥିବୀକୁ ଆସିଲେ ଏବଂ ମଲ୍କିସେଦକ ଓ ଦାଉଦଙ୍କ ଭବିଷ୍ୟବାଣୀ ସହିତ ସମସ୍ତ ଭବିଷ୍ୟବାଣୀକୁ ପୂର୍ଣ୍ଣ କଲେ। ଯଦି ସେ ଆସିନଥାନ୍ତେ, ତେବେ ଆମେ ଅନ୍ଧକାରରେ ଥାନ୍ତୁ। କିନ୍ତୁ ସେ ଆସିବା ପରଠାରୁ ଆମେ ଜାଣୁ ଯେ ଜେରୁସାଲେମ କିଏ। ତେଣୁ ଆମେ ତାହାଙ୍କ ଏହି ବାକ୍ୟର ଅର୍ଥ ବୁଝିପାରୁ। ମୁଁ ମାତାଙ୍କ ପାଳନ କରେ। ପିତା ଏହି ସ୍ଥାନକୁ ତାଙ୍କ ସନ୍ତାନମାନଙ୍କ ଦ୍ୱାରା ପୂରଣ କରୁଛନ୍ତି, ଯେଉଁମାନଙ୍କ ପାଖରେ ଏମିତି ଜ୍ଞାନ ଅଛି ଏବଂ ସେମାନେ ସାରା ବିଶ୍ୱରେ ସିଓନର ସନ୍ତାନମାନଙ୍କୁ ଡାକୁଛନ୍ତି। ଆଜି ମୁଁ ଏଲୋହିମ୍ ପରମେଶ୍ୱର, ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କୁ ଆମ ପାଇଁ ଏହି ପୃଥିବୀକୁ ଆସିଥିବାରୁ ଅନନ୍ତ ଧନ୍ୟବାଦ ଜଣାଉଛି।
ସେହିଭଳି ସିଓନର ଆମ ସମସ୍ତ ସନ୍ତାନଙ୍କ ପାଇଁ ଯେଉଁମାନେ ପିତା ଓ ମାତାଙ୍କ ସ୍ୱର ଶୁଣି ସିଓନକୁ ଫେରି ଆସିଲେ ଏବଂ ଏଠାରେ ଭାଗ ନେଇଛନ୍ତି, ମୁଁ ଆଶା କରେ ଆପଣ ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ନୂଆ ବର୍ଷରେ ଅନେକ ଆଶୀର୍ବାଦ ପ୍ରାପ୍ତ କରନ୍ତୁ। ମୁଁ ଆଶା କରୁଛି ଯେ ଆମେ ସମସ୍ତେ ଏକତ୍ର ସ୍ୱର୍ଗ ରାଜ୍ୟରେ ସାମିଲ ହୋଇପାରିବା। 2025ରେ ଆସନ୍ତୁ ଆମେ ନିଷ୍ଠାର ସହିତ ପ୍ରାର୍ଥନା କରିବା, ପରମେଶ୍ୱରଙ୍କ ବାକ୍ୟର ସାକ୍ଷ୍ୟ ଦେବା, ପରମେଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କରିବା ଏବଂ ଦୃଢ଼ତାର ସହିତ ପ୍ରଚାର କରିବା, ଯେପରିକି ଆମେ ସେହି ନୂତନ ମନୁଷ୍ୟତ୍ୱକୁ ପୁନର୍ଜନ୍ମ ପ୍ରାପ୍ତ କରିପାରିବା ଯେପରି ପିତା ଚାହାନ୍ତି। ଏହାଦ୍ୱାରା ମୁଁ ଆଜିର ଉପଦେଶକୁ ସମାପ୍ତ କରିବାକୁ ଚାହୁଁଛି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।